କଳାକାର ମାନଙ୍କର ଯୋଉ ଦର ବୃଦ୍ଧି ଆଉ ଯୋଉ ବ୍ଲାକମେଲିଂ ଗୋଟେ ଗୋଟେ କଳାକାର 2 ଆଡୁ 3 ଆଡୁ ପଇସା ନବା ଏଇଟା ଆଦୌ ଜଷ୍ଟିଫିକେସନ ନୁହେଁ, ଆଦୌ ନିୟମ ନୁହେଁ। ବାକି ନାଣ୍ଡୁ ଯଦି ଆମେ ତ କହିପାରିବୁନି ଦେଖିନୁ, ତଥାପି ଯୋଉଟା ଶୁଣୁଛୁ ତାକୁ ହେଟିଂ ପ୍ରତିବାଦୀ ବାଡିଥିବା ଏଇଟା ସମ୍ପୂର୍ଣ୍ଣ ନିନ୍ଦନୀୟ। ଯୋଉଟା କି ସାର୍ ଆପଣ କହିଲେ ଯେ କଳାକାର ମାନେ ମଧ୍ୟ ଏଠୁ ପଇସା ନେଉଛନ୍ତି, ଅନ୍ୟ ପାର୍ଟି ସହିତ ବି ତାଙ୍କ ସହିତ ମୁଲଚାଲ କରୁଛନ୍ତି, ଏହା ମଧ୍ୟ ଗ୍ରହଣୀୟ ନୁହେଁ। ତଥାପି ମାନେ ମାଲିକ ହିସାବରେ ଯେ ଆପଣ ଦୁଇଶ ପରିବାର ବା ଲୋକଙ୍କୁ ପୋଷୁଛନ୍ତି, ଆପଣ ଗୋଟେ କଳାକାରର ଗାର୍ଡିଆନ, ତେଣୁ ସେଇଟା ଗ୍ରହଣୀୟ ନୁହେଁ ମୁଁ ପରା କହିଲି ସେଇଟା ନିନ୍ଦନୀୟ କହିଲି। ସେ କଥା ମୁଁ ପସନ୍ଦ କରୁନି, ସେଇଟା ଆଦୌ ଉଚିତ ନୁହଁ। କିନ୍ତୁ ମଜବୁରି ସାର୍ କଣ, ମଜବୁରି ହଉଛି କଳାକାର ମାନେ ଆପଣଙ୍କର ସିଏ ଯାଇକି ସବୁ ମିଡିଆ ଆଗରେ ସାର୍ ସତ ମିଛର ପ୍ରମାଣ ଦରକାର, ବୁଝିଲେ। କଳାକାରକୁ କଥାଟା ବି ସତର ପ୍ରମାଣ, ଯୋଉ ଅଭିଯୋଗଟା ଆସିଛି ବା ଯୋଉ ଆରୋପଟା ଅଛି ସେଟା ବି ସତ ଦରକାର। କଥାଟା ହଉଛି ଗୋଟେ କଳାକାର ନରୀ ପଣ୍ଡାଙ୍କ କଥା ମୁଁ କହୁନି, ଆପଣ ଜାଣିନାହାନ୍ତି ନରୀ ପଣ୍ଡା ଗତ ବର୍ଷ ମଦ ଖାଇକି ଦିନେ ନରୀ ପଣ୍ଡା ମଦ ଖାଇକି ମତେ ଆପଣ ଗୌର ଦାସ ଯୋଉ ହିରୋ ଶିବାଲ ମତେ ଫୋନ କରିକି ମୋ ସହିତ ଫୋନ କରିଛନ୍ତି, ବାବୁ ନମସ୍କାର କହିକି ଶିବାନୀ ମାଲିକଙ୍କୁ ମୁଁ ଜଣେଇଲି, ଗୌର ଦାସକୁ ଜଣେଇଲି, ନରୀ ପଣ୍ଡାକୁ ଜଣେଇଲି, ନରୀ ପଣ୍ଡା ଯୋଉ ମାଲିକଙ୍କ ପାଖରେ ଅଛି ଆପଣଙ୍କର ସୂର୍ଯ୍ୟ ମନ୍ଦିର ମାଲିକକୁ ଜଣେଇଲି। ତାପରେ ସିଏ ତାଙ୍କୁ ବିରକ୍ତ ହେଲେ, ଗାଳି ଦେଲେ। ଏମାନେ ସବୁ କଳାକାର ବି ଆଜ୍ଞା ମଣିଷ ହିସାବ ନାହାନ୍ତି, ସମସ୍ତେ ନୁହନ୍ତି କିନ୍ତୁ କିଛି ଏମାନେ ମଣିଷ ହିସାବ ନାହାନ୍ତି ବହୁ ମାତ୍ରାରେ। ଆପଣ ସାର୍ ଘରେ ଗୋଟେ ଝିଅଟେ ଘରେ ରହିବା କଥା, ଝିଅ ଛୁଆ ଘରେ ରହିବା କଥା। ଆଉ ହଁ ଯାହାର ଦକ୍ଷତା ଅଛି, ଏଜୁକେସନ ଅଛି, ସେମାନେ ପ୍ରାଇଭେଟ ସେକ୍ଟର ସବୁଥିରେ ସେମାନେ ଜବ୍ କରିପାରୁଛନ୍ତି। ଏମାନେ ସିଗ୍ନେଚର ଠିକ ନାହିଁ, ଘରେ ରହିକି 20 ଲକ୍ଷ 25 ଲକ୍ଷ 30 ଲକ୍ଷ ନେଇକି ଏମାନେ ଯୋଉ ଉପଦ୍ରଷ୍ଟ ଜଣେ ମାଲିକ ସୁସ୍ଥ ବସିଲେ ଜଣେ ମାଲିକର ମଙ୍ଗଳ କଥା କିଏ ଚିନ୍ତା କରୁଛି? ଯୋଉ କଳାକାର ଏଠି ତ ଜଣେ କଳାକାର ବର୍ଷକ ଚାକିରି କରିବ, ଜଣଙ୍କ ସହିତ ଫାଇନାଲ କଲ, ପଇସା ନେଲ, ପୁଣି ଆଉ ଯାକେ ପଇସା ଫେରେଇବା, ସବୁ ଜିନିଷ ସମୟ ଭିତରେ ସମୟ ବାହାରକୁ ଚାଲିଗଲା ପରେ ତମେ ଜଣେ ମାଲିକ, ମୁଁ ନରୀ ପଣ୍ଡା କଥା କହୁନି, ଜଣେ କଳାକାର ମାଲିକଙ୍କଠୁ ପଇସା ନେଇକି ତମର ଅସୁବିଧା ପରିପୂର୍ଣ୍ଣ କଲା ପରେ ତମେ ତାକୁ ଲାଷ୍ଟ ମୋମେଣ୍ଟ ଯେତେବେଳେ କଳାକାର ଆଉ ନ ପାଇବ ସେଇ କେଟଗରରେ, ସେତେବେଳେ କହିବ ମୁଁ ଜିମିନି ପଇସା ଫେରେନି। ଯୁକ୍ତିଯୁକ୍ତ। ତାମାନେ ଆପଣ କହିବା କଥା ପ୍ରତ୍ୟେକ କଥାର କଣ ସତ୍ୟତା ରହିଛି, ତାଙ୍କର ଅଭିଯୋଗ ହଉ କି ତାଙ୍କର ଅଭିଯୋଗ ହଉ, ତାର ନିହାତି ତଦନ୍ତ ହେଇକିରି ସତ୍ୟତା ବାହାରିବା ଦରକାର। ଆଜ୍ଞା ସାର୍।